ହେବ କି ଭାରତରେ ଲକଡାଉନ୍ ଏ ନେଇ ଚିନ୍ତାରେ ଏବେ ରାଜ୍ୟ ସରକାର। ପୁଣି ହେବ କି 3 ମାସ ଲକଡାଉନ୍। 2019 କୋଭିଡ୍ ଟାଇମ୍ରେ ଲୋକମାନେ ହେଉଥିଲେ ସନ୍ତ କୋଭିଡ୍ ଟାଇମ୍ରେ। ଏହି 3 ମାସ ଲକଡାଉନ୍ ହେବ କି ଏ ନେଇ ଚିନ୍ତାରେ ଏବେ ଲୋକମାନେ। ସମସ୍ତଙ୍କ ଛାତି ଥରଥର ହେଇଯାଉଛି ଏ ଲକଡାଉନ୍ ଶୁଣିଲେ ନା ଶୁଣିଲେ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଚାଲିଥିବା ଯୁଦ୍ଧ ଯୋଗୁଁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପଦ ପରେ ଏବେ ଲୋକମାନେ ଭାରତର ସାମ୍ରାଜ୍ୟବାଦ ଲକଡାଉନ୍ ବିଷୟରେ ଆଲୋଚନା କରିଛନ୍ତି। ସୋସିଆଲ ମିଡ଼ିଆରେ ଜୋରଦାର ଦାବି ହେଉଥିବାରୁ ଏବେ ପ୍ରସାରିତ ଆରମ୍ଭ ହୋଇଛି। ବିନା ଦର୍ଶକରେ ଖେଳାଯିବ IPL ଯଦି ଭାରତରେ ଏନର୍ଜି ଲକଡାଉନ୍ ହୋଇଥାଏ। କିନ୍ତୁ ଏଥର ଲକଡାଉନ୍ଟା ଭାଇରସ୍ ନୁହେଁ ବରଂ ଶକ୍ତି ସଙ୍କଟ। ମଧ୍ୟପ୍ରାଚ୍ୟର ଉତ୍ତରଣ ଯୋଗୁଁ ଏବେ ସାମୁଦ୍ରିକ ବାଣିଜ୍ୟିକ ମାର୍ଗରେ ବାଧାପ୍ରାପ୍ତ ସୃଷ୍ଟି ପାଉଛି। ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର। ତେବେ ଆମେ କହି ରଖିବୁ ଲୋକସଭା, ରାଜ୍ୟସଭା, ବିଧାନସଭା ଆଦି। କିନ୍ତୁ ରାଜ୍ୟସଭାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ସ୍ପଷ୍ଟ ଭାବରେ ଦେଖାଯାଉଛି ଏହି ଦାବି ସମ୍ପୂର୍ଣ୍ଣ ଭ୍ରାମକ। ତେବେ ଅନେକ ପୋଷ୍ଟ ଅନଲାଇନ୍ କଥାବାର୍ତ୍ତା ଜଣାପଡ଼ୁଛି ଯେ ପ୍ରଧାନମନ୍ତ୍ରୀ ସଂଘର୍ଷର ବିଶ୍ୱ ପ୍ରଭାବରେ ଏବେ କଥାବାର୍ତ୍ତା କିଛି ସମସ୍ତ ରାଜ୍ୟମାନଙ୍କ ସହ କଥାବାର୍ତ୍ତା ହେବାର କିଛି ଏହି ପ୍ରଶ୍ନ ଉଠାଇଛନ୍ତି ଯେ ଅନେକ ଗଣମାଧ୍ୟମରେ ଏହି ଚିତ୍ର ଦର୍ଶାଉଥିବାରୁ ଏବେ ସମସ୍ତେ ଭୟଭୀତ ହୋଇସାରିଲାଣି। କିଛି ଟେନସନ୍ ନେବାର ନାହିଁ। ପ୍ରଧାନମନ୍ତ୍ରୀ ଏମିତି କିଛି ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ଭିଡ଼ିଓଟା ଭଲ ଲାଗିଥାଏ ତେବେ ଆମ ଚ୍ୟାନେଲକୁ ଲାଇକ୍ କରି ସେୟାର କରି ଏବଂ ସବସ୍କ୍ରାଇବ୍ କରନ୍ତୁ। ଏମିତି ଲାଟେଷ୍ଟ ଇନଫର୍ମେସନ୍ ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ରହୁଛି ଜୟ ଜଗନ୍ନାଥ। ସ୍ୱାମୀ ନୟନ ଭଗବାନ ଭବତୁ।